বাইরে ଭାରି ମୋ ବଳକୁ ତତେ ମୁଁ ଡାକୁଛି କିଛି କହିବିନି ତୁ ମୋ ପାଖକୁ ଖାଲି ପଳେଇଆ। କେମିତି ତୁ ଛାଡ଼ିକି ରହିପାରୁଛ? ଜଣେ ଜଣେ ବାପା ନିଜ ପୁଅକୁ ପାଳିବା ପାଇଁ ବହୁତ କଷ୍ଟ କରନ୍ତି। ମୁଁ ବାପା ହେଇନି କିନ୍ତୁ ବହୁତ ଜଣ ବାପାଙ୍କ ଇଣ୍ଟରଭ୍ୟୁ ନେଇଛି, ସେମାନେ ତାଙ୍କ ପୁଅ ପାଇଁ ବହୁତ କିଛି କରିଛନ୍ତି। ତୁ ତ ବାପା ଛାଡ଼ି କେମିତି ଯାଇପାରୁଛୁ? ଫେରିଆରେ ଧନ ମୁଁ ଫାର୍ଷ୍ଟ ଟାଇମ୍ ପାଇଁ ମାନେ ରିପୋର୍ଟିଂ କରିପାରୁନି କାହିଁକି ନା କଷ୍ଟ ମୁଁ ଜାଣିଛି। ପରେ ବୋଧ ହୁଏ ମାନେ ଆଉ ଏ ଦୁନିଆରେ ରହିବେନି ରେ ବାବା। ଡେରି କଲା ବେଳକୁ ମୁଁ ମଲା ମୁହଁ ଦେଖିବୁ ତୁ ପଳେଇଆ। ବାବାଙ୍କୁ ଫୋନ କର ନହେଲେ କୋଉଠି ଅଛୁ ଆମେ ଯଦି ନେଇ ଆସିବୁ କିଛି କହିବୁନି। ତୁ ଖାଲି ମୋ ପାଖକୁ ପଳେଇ ଆସେ ପଳେଇଆରେ ଭାଇଆ। କେତେ ଗେଲ ହଉଥିଲୁ କେତେ ଡାକୁଥିଲୁ ମତେ 10 ଦିନ ହେଲା ମା କେହି ଡାକୁନାହାନ୍ତି। ଜଣେ ଜଣେ ପିଲାଙ୍କର ବାପା ନଥାନ୍ତି ମା ନଥାନ୍ତି, ସେମାନେ ନିଜର ବାପା ମାଙ୍କୁ ଖୋଜି ହୁଅନ୍ତି କି କାଶ ମୋର ବାପା ଥାନ୍ତେ, କାଶ ମୋର ମା ଥାନ୍ତେ, ନିଜ ମୁଣ୍ଡ ଉପରେ ଗୋଟେ ଛାତ ଥାନ୍ତା। ବାପା ମା ଥାଇକି ବି ଅନେକ ଜଣ ପୁଅ ବହୁତ କଷ୍ଟରେ ବଞ୍ଚିଛନ୍ତି ରେ ବାବା। ତୁ ଯଦି ଭିଡ଼ିଓ ଦେଖୁଛୁ ନା ଯୋଉଠି ବି ଦେଖୁଛୁ ଏ ନମ୍ବରକୁ କଲ୍ କର, ନିଜ ବାପା ମାଙ୍କୁ ପାଖକୁ ଫେରିଆ ରେ ବାବା। 10 ଦିନ ହେଲାଣି ନିଜର 10ମ କ୍ଲାସରେ ପଢ଼ୁଥିବା ପୁଅଟିକୁ କେଉଁଠି ମା ହଜେଇ ଦେଇଛନ୍ତି। ସାରା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟେ ପୁଅକୁ 15 ବର୍ଷର ପୁଅକୁ ବାପା ମା 2 ଜଣ ମିଶିକି ଖୋଜୁଛନ୍ତି, ରାଜଧାନୀର ଗଳି କନ୍ଦିରେ ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି। ଅନେକ ଗଣମାଧ୍ୟମକୁ ସାମ୍ନା କରୁଛନ୍ତି, ଅନେକ ପୋଲିସ ଷ୍ଟେସନକୁ ଧାଇଁଲେଣି, ଅନେକ ଥର ସେ CCTV ଚେକ୍ କଲେଣି କିନ୍ତୁ ନିରାଶ ହେଇସାରିଲେଣି। ଆଜି ରାସ୍ତା କଡ଼ରେ 2 ବାପା ମାଙ୍କୁ ଦେଖିକି ଯେତେବେଳେ ମୁଁ ତାଙ୍କୁ ଫଲୋ କରିଥିଲି ଆଉ ଯେତେବେଳେ ସିଏ ତାଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ମୁଁ ଜାଣିବାକୁ ପାଇଥିଲି କିଛି ଏମିତି ଘଟଣା ଯେଉଁଥିପାଇଁ ସେମାନଙ୍କ ମୁହଁକୁ ବର୍ତ୍ତମାନ ପାଇଁ ମାନେ ପାଟିକୁ ଦାନା ରୁଚୁନି। 2 ବାପା ମା ତାଙ୍କ ପିଲା ଛୁଆକୁ ତାଙ୍କ ପିଲାକୁ ଖୋଜିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ଆଜି ଘରେ ରୋଷେଇ ବି ନାହିଁ। ମୁଁ ଏମିତି କହୁନି କି ଘରେ ଡାଲି ଭାତ ଚାଉଳ ଏସବୁ କିଛି ନାହିଁ, ସବୁ କିଛି ଅଛି। ନା ଚୁଲି ଜଳୁଛି, ନା ଭାତଟା ରୋଷେଇ ହେଉଛି, ନା ସେମାନେ କିଛି ନିଜ ପାଟିକୁ ଦାନା ନେଇ ପାରୁଛନ୍ତି। ଆମେ ପ୍ରିୟାଂଶୁଙ୍କ କଥା କହୁଛୁ। ପ୍ରିୟାଂଶୁ 15 ବର୍ଷର ପୁଅଟିଏ ବାପା ମାଙ୍କ ଉପରେ ରାଗିଛି ନା ଅନ୍ୟ କିଏ ତାକୁ କିଡ଼ନାପ୍ କରିଛି, ଇଏ ଗୋଟେ ବଡ଼ ସାଂଘାତିକ କଥା। ବର୍ତ୍ତମାନ ପାଇଁ ଆମ ପାଖରେ FIR କପି ବି ଅଛି। ପୋଲିସର କାମ କେବଳ FIR ଇସ୍ୟୁ କରିକି କପିଟା ହ୍ୟାଣ୍ଡ ଓଭର କରିଦେବା ନୁହେଁ, ସର୍ଚ୍ଚ କେତେ ବାଟ ଚାଲିଛି, ତଦନ୍ତ କେଉଁଠି ଅଟକି ଯାଇଛି। କିନ୍ତୁ ଆମେ ଆଜି ଆପଣଙ୍କୁ ଗୋଟେ ବାପା ମା ଯେତେବେଳେ ତାଙ୍କ ପୁଅକୁ ହଜେଇ ଦିଅନ୍ତି ସେ ଦୁଃଖ ଦେଖାଇବା ପାଇଁ ଚେଷ୍ଟା କରିବୁ। ଆପଣମାନେ ଯଦି ଭିଡ଼ିଓ ଦେଖୁଛନ୍ତି ଆଉ ପ୍ରିୟାଂଶୁକୁ ଦେଖୁଛନ୍ତି ତାହେଲେ ଦିଆଯାଇଥିବା କଣ୍ଟାକ୍ଟ ନମ୍ବରରେ କଲ୍ କରିବେ। ଆମ ସହିତ ପ୍ରିୟାଂଶୁଙ୍କ ମା ଅଛନ୍ତି। 10 ଦିନ ହେଲାଣି ଆପଣ ସୋସିଆଲ ମିଡ଼ିଆରେ ଦେଖିପାରୁଥିବେ। କିଛି ଏବେ ଜଣାପଡ଼ିଲାଣି ମାନେ ପୁଅର ହଜିବା ପରେ କିଛି ଖୋଜ ଖବର ମିଳିଲାଣି? ନା କିଛି ମିଳିନି। ଗୋଟେ CCTV ଭିଜୁଆଲ ଆମ ପାଖରେ ଲାଗିଛି। ସେ CCTV ଭିଜୁଆଲରେ କୁଆଡ଼େ ସେ ମୋ ବସ୍ରେ ଚଢ଼ିଥିଲା ଆଉ ମାଷ୍ଟର କ୍ୟାଣ୍ଟିନ୍ରେ ଓହ୍ଲେଇଥିଲା। କ'ଣ କେମିତି CCTV ପାଇଥିଲେ? ଷ୍ଟାଟସ୍ ଦେଖିକି ଜଣେ ପିଲା ଖବର କରିଥିଲେ କି ଆଉ ସେ ମୋ ବସ୍ରେ CRP ଛକରୁ ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଯାଇଛି, ତା ପାଇଁ ସେ ଟିକେଟ୍ ବି କରିଦେଇଥିଲେ ସେ ପୁଅ ଜଣକ। ମାନେ ଆପଣ 2 ଜଣ ସାଙ୍ଗରେ ଥିଲେ। ଏବେ ଯଦି ପ୍ରିୟାଂଶୁ ଏ ଭିଡ଼ିଓ ଦେଖୁଛ ଆଉ ତୁମକୁ ଲାଗୁଛି କି ତୁମ ବାପା ମା ତୁମ ଉପରେ ଆକ୍ସନ୍ ନେଇଯିବେ, ତୁମକୁ ମାରଧର କରିବେ କିମ୍ବା ତୁମ ଉପରେ କିଛି ତୁମକୁ ଭଲ ପାଇବେନି, ତୁମକୁ ଘୃଣା କରିବେ, ଯଦି ପୁଅ ମନରେ ଭିତରେ ଏମିତି କିଛି ଆସୁଥିବ? ନା ମୋ ପୁଅ ବହୁତ ଭଲ, ଆମେ ତାକୁ ବହୁତ ଭଲ ପାଉ। ସେ ଯେଉଁଠି ଅଛି ଖାଲି ପଳେଇ ଆସୁ, ଆମେ କିଛି କହିବାର ନାହିଁ। ଆମେ ପିଲାକୁ କାହିଁକି ମାରିବୁନି। ମ୍ୟାଡ଼ାମ୍ ଯଦି ଆପଣଙ୍କ ପ୍ରିୟାଂଶୁ ଆପଣଙ୍କୁ ଦେଖୁଥିବ ତାକୁ କ'ଣ କହିବା ପାଇଁ ଚାହିଁବେ? ସେ ଛୁଆ ତା ମାଇଣ୍ଡରେ କ'ଣ ଚାଲିଛି? ଯେଉଁଠି ମୋ ପୁଅ ଆମକୁ ଦେଖୁଛି ବା ଶୁଣୁଛି, ପୁଅରେ ତୁ ପଳେଇ ଆସେ, ଆମେ ତୋତେ କିଛି କହିବୁନି, କୌଣସି କଥା ବି ପ୍ରତିବାଦ କରିବୁନି,
ତୁ ଯେଉଁଠି ଅଛୁ ଆସେ କିମ୍ବା ଫୋନ୍ କର, ଖବର କର କି ଆମେ ଏଇଠି ଅଛୁ ବୋଲି, ଆମେ ତ ଯାଇ ନେଇକି ଆସିବା। ଆମ ବାପା ମା କିଛି କହିବୁନି। ଆପଣଙ୍କର ଗୋଟିଏ ପୁଅ? ହଁ, ସେ ମୋର ଗୋଟିଏ ପୁଅ। ଗୋଟିଏ ବୋଲି ପୁଅ ତମେ ପ୍ରିୟାଂଶୁ କେମିତି ଛାଡ଼ିକି ଯାଉଛ? ଆମ ଘରେ ବାପା ମା ମୋ ଉପରେ ଯେତେ ରାଗିଥିଲେ ବି, ମୁଁ ଯେତେ ଯାହା ଭୁଲ କଲେ ବି ମୋତେ ବାପା ମା ବହୁତ ଥର କ୍ଷମା କରିଛନ୍ତି। ମୁଁ 28 ବର୍ଷ ମୋତେ ହେଲାଣି। 28 ବର୍ଷରେ ଭାବ, ତମେ ତ କିଛି ଭୁଲ କରିନ, ମୁଁ ତମଠୁ ଆହୁରି ବଡ଼ ବଡ଼ ଭୁଲ କରିଛି। ତାପରେ ବି ମୋତେ ମୋ ବାପା ମା କ୍ଷମା କରିଦେଇଛନ୍ତି। ମୋତେ ଅନ୍ୟମାନଙ୍କ ଆଗରେ ରାଗନ୍ତି, କିନ୍ତୁ ମୁଁ ଯେତେବେଳେ ଘରକୁ ଯାଏ ମୋତେ ମୋ ମା ସ୍ନେହରେ ଖୁଆଇ ଦିଏ, ମୋତେ ଗେଲ କରିଦିଏ କି ଧନ ଆଉ ଭୁଲ କରିବୁନି। ତମେ ଏଇ ଦିଟା ବାପା ମାଙ୍କୁ ଛାଡ଼ିକି ଯାଇଛ ଆରେ। ସେ ମା ସାଙ୍ଗରେ ଖାଇବ, ବାପାଙ୍କ ପାଖରେ ଶୋଇବ, ତାର ସବୁ ଏମିତି। ଏବେ ବି ସୁଦ୍ଧା ଆମେ ତାକୁ ଖୁଆଇ ଦେଉଥିଲୁ। ସେ ପୁରା ଯେମିତି ଗୋଟେ ଛୋଟ ପିଲା ଥିଲା। 15 ବର୍ଷର ପୁଅ କେହି କହିବେନି, ଗୋଟେ ବର୍ଷର କି 2 ବର୍ଷର ପିଲା ପରି କେବେ ସ୍ୱଭାବ। କେବେ ବାଡ଼ିଆ ପିଟା କରିଛ? ହଁ, ଏ ପାଠ ସକାଶେ ଟିକେ ପାଠ ଇଏ ହୁଏନି ବୋଲି ତାକୁ ବେଶୀ ଯଦିଓ ନୁହେଁ, କିନ୍ତୁ କହୁ ଆଉ ପାଠ ଟିକେ ପଢ଼ କି ଇଏ କର, 10ମଟା ଥିଲା ଏଥିପାଇଁ କହୁ, ନହେଲେ ଆଉ ତାକୁ କୌଣସି ଜିନିଷର ପ୍ରତିବାଦ ନଥିଲା। ଧନ ଦେଖ, ବାପା ମା ଯଦି ପାଠ ପଢ଼ିବା ପାଇଁ ତମକୁ କହୁଛନ୍ତି, ନିଜ ଭବିଷ୍ୟତ ପାଇଁ କହୁଛନ୍ତି, ଆକଟ କରୁଛନ୍ତି, ଯଦି ତମେ ତାକୁ ପଢ଼ିଲ ଭଲ କଥା, ତମ ଫ୍ୟୁଚର। ଯଦି ନ ପଢ଼ିଲ ସେଇଟା ବି ତମ ଫ୍ୟୁଚର, ତମେ ତ ବାପା ମାଙ୍କୁ ଦୋଷ ଦେଇପାରିବନି। କିନ୍ତୁ ଏ ସବୁ କଥା ଏବେ ଘଟଣା ନୁହଁ। ତମେ ଯଦି ଭାବୁଛ ମାଆଙ୍କୁ ରାଗି ବୋଲିକା, ମା ସେମିତି ନୁହଁ। ଭାବ ତମେ କେତେ ଦିନ ହେଲା ମାଆଙ୍କୁ ଛାଡ଼ିକି ଯାଇଛ। 10 ଦିନ ହେଲାଣି ସେମାନେ ଖାଉନାହାନ୍ତି, ପିଉନାହାନ୍ତି। ତମ ପାଇଁ ଯଦି ତମ ବାପା ମାଆଙ୍କର କିଛି ହେଇଯାଏ, ଆଉ ଯେତେ କାନ୍ଦିଲେ ବି, ତମେ ଯେତେ କାନ୍ଦିଲେ ବି ତମ ମାଆକୁ ପାଇବନି। ତମ ପାଇଁ ଯଦି ତମ ବାପାଙ୍କର କିଛି ହେଇଯାଏ, ସେ ବାପା ଆଉ ପାଇବନି। ଦୁନିଆରେ 1000 ଲୋକ ଯିବେ, 1000 ଲୋକ ଆସିବେ, କିନ୍ତୁ ବାପା ମା ଥରୁଟିଏ ପାଇବ। ଆଉ ଯଦି ତମେ ଭାବୁଛ କି ୟାଙ୍କୁ ଦୂରେଇକି ତମେ ସେଠି ଖୁସିରେ ରହିପାରିବ, ନିଜେ ବି ତ ବହୁତ କାନ୍ଦୁଥିବ ପ୍ରିୟାଂଶୁ। ତମେ ବି ତ ବହୁତ ମାଆଙ୍କୁ ଖୋଜୁଥିବ। ତମ ପାଖରେ ଟଙ୍କାଟେ ନାହିଁ, ତମେ ମୋ ବସ୍ରେ ଯେତେବେଳେ ଟିକେଟ୍ କରୁଛ, ଅନ୍ୟ ଜଣେ ତମ ପାଇଁ ଟିକେଟ୍ କାଟି ଦେଉଛନ୍ତି। ଏତେ କଷ୍ଟରେ ଥାଇକି ଏତେ ଅଭିମାନ ଆଉ କରନି, ଘରକୁ ଫେରି ଆସ। ଦେଖ, ମୁଁ ତମ ଘରେ ପହଞ୍ଚିଛି, ମୁଁ କଷ୍ଟ ଦେଖିପାରୁନି ତମ ବାପା ମାଆଙ୍କର, ତମେ କେମିତି ରହିପାରିବ? ଯଦି ଏ ଭିଡ଼ିଓ ଦେଖୁଛ, ତମେ ତମ ଘରକୁ ପଳେଇ ଆସ। ଯଦି ତମ ପାଖରେ ପଇସା ନାହିଁ, କାହାଠୁ ବି ଗୋଟେ ଫୋନ୍ ଆଣ, ବାପାଙ୍କୁ କଲ୍ କର କି ବାପା କି ମା ମୁଁ ଏଇଠି ଅଛି, ମୋତେ ଆସି ନେଇଯାଅ। ଏ କଥା ଆଟଲିଷ୍ଟ କୁହ। ବହୁତ କଷ୍ଟ ଦେଲଣି ତମ ବାପା ମାଆଙ୍କୁ, ଆଉ ଦିଅନି। ମୋତେ ତ ଲାଗୁନି ଏମାନେ ଆଉ କିଛି ଦିନ ପରେ ବୋଧ ହୁଏ ଏମାନେ ଆଉ ଏ ଦୁନିଆରେ ରହିବେନି ରେ ବାବା। ଯଦି ଏ ଭିଡ଼ିଓ ଦେଖୁଛ, କଲ୍ କରିବ ବାପାଙ୍କ ନମ୍ବରକୁ। ଯଦି ନମ୍ବର ନାହିଁ, ଟିକେ ସାର୍ କହିଦିଅନ୍ତୁ ପୁଅକୁ, ପୁଅ ପାଇଁ କିଛି କହିଦିଅନ୍ତୁ। ପୁଅ ଯେଉଁଠି ଥା, ମୁଁ ତୋତେ କିଛି ଇଏ କରିବିନି, ଆଉ ଭଲରେ ପଳେଇ ଆସେ। ଯଦି ମନେ ନ ପଡ଼ୁଛି ଫୋନ୍ ନମ୍ବର 9938143066, ଏଇ ନମ୍ବରରେ ଯେଉଁଠି କାହାଠୁ ଫୋନ୍ ଆଣି ଟିକେ ପଚାରି ଫୋନ୍ କର, ଆଉ କହିଲେ ମୁଁ ତୋତେ ନେଇ ଆସିବି। ବାପା ମାଙ୍କ ଭିତରୁ କିଏ ବେଶୀ ପ୍ରିୟାଂଶୁକୁ ଭଲ ପାଆନ୍ତି? ସେ ବାପାଙ୍କ ସହିତ ବେଶୀ ବହୁତ ମିଶେ। ବାପାଙ୍କ ସହିତ? ମମିଙ୍କ ରାଗନି? ନାଇଁ, ରାଗେନି, ଟିକେ ତାକୁ ବୁଝେଇବା ପାଇଁ ବା ତା ଭବିଷ୍ୟତ ପାଇଁ ସବୁବେଳେ ତାକୁ ଏଇ କଥାଟା ବୁଝାଉଥାଏ କି ଭବିଷ୍ୟତ କେମିତି ହେବ, ଏକା ପିଲା ତୁ, ଗୋଟିଏ ପୁଅ ଆମର, କେମିତି ଭଲ ପାଠ ପଢ଼ିବୁ, ଇଏ କରିବୁ, ଏଇ କଥା କୁହେ। ବେଶୀ ରାଗାରୁଗି ନାହିଁ, ବେଶୀ ସେ ବାପାଙ୍କ ସହିତ ମିଶେ। ଓକେ, ଆପଣଙ୍କ ପୁଅର 5ଟା ଭଲ ଗୁଣ କହିଲେ। ଦେଖିବା ମା ନିଜ ପୁଅକୁ କେତେ ଭଲ ପାଆନ୍ତି। ସେ ମାଆର କଷ୍ଟ କେବେ ଦେଖିପାରେନି। ବାପା ମାଆଙ୍କର ଯାହା ହେଲେ ସେ ମାନେ ଗୋଡ଼ ମୋଡ଼ିବାଠୁ ଆରମ୍ଭ କରି ମେଡ଼ିସିନ ଖାଇବା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ନେଇଯାଏ, ବୁଝିଯାଏ। କ'ଣ ଡାକନ୍ତି ଗେଲରେ? ବାଇଧର ଡାକେ। ବାଇଧର? ସିଏ ଆପଣଙ୍କୁ କ'ଣ ଡାକେ? ମାମା, ମମି ସବୁ ଡାକୁଥାଏ ଆଉ। ମିମି ହେଉଥାଏ, ମାମା, ମମି ହେଉଥାଏ। ମାନେ କେବେ ଚିଡ଼ା ଚିଡ଼ି କରେ ଯେ ତମ ସାଙ୍ଗେ ଲାଗୁଥିବ? ହଁ, ଲାଗୁଥିବ। ମାନେ କେମିତି ଟିକେ କହୁଥିବ କି ମାମା ଟିକେ ମୋତେ ରାଗ ହୁଅ କି କ'ଣ, ଯେ କେବେ ଯଦି ରାଗି ନଥିବି ବି ଭିଡ଼ିଓ ମାନେ ରେକର୍ଡ଼ିଂ କରି ରଖିଥିବ, ମାମା କେମିତି ରାଗ ହେଉଛନ୍ତି ବୋଲି ତାକୁ ବି ଶୁଣିବ। ଯେବେ ମାନେ ଗୋଟେ ମାଡ଼ ବି ନ ଖାଇଥିବ, ମୋତେ ଆଜି ଦିନ ମାରିଦିଅ ଗୋଟେ ବୋଲି ବି କହୁଥିବ, କୁହେ। ଓକେ, ମାନେ ବେଶୀ ତାର କନେକ୍ସନ୍ ଆପଣଙ୍କ ସହିତ ନା ବାପାଙ୍କ ସହିତ? ବେଶୀ ବାବାଙ୍କ ସହିତ ଓପନଲି କଥାବାର୍ତ୍ତା, ମିଶିପାରେ, ବହୁତ ମିଶିପାରେ, ଛୋଟ ପିଲା ପରି। ଆପଣମାନେ ଏଇ ଗୋଟିଏ ପୁଅରେ ହିଁ ରହିଲେ, ଅନ୍ୟ ଗୋଟେ ସନ୍ତାନ କଲେନି? ମାନେ ଏତେ ଭଲ ପାଇବା ତା ପାଇଁ କାହିଁକି? ସେ ମୋ ପୁଅ, ମୋ ଗେଲା ପୁଅ, ମୁଁ ତା ଗୋଟିଏ ତ ତାକୁ, ତା ପାଇଁ ତ ସବୁ। ଆଉ ସେ ଖାଲି ଯେଉଁଠି ଅଛି ରେ ବାପା ପଳେଇଆ, ଭାଉ ତୁ ବିକଳ ହେଇ ଡାକୁଛୁ, ଭାରି କଷ୍ଟ ହେଲାଣି, ତତେ 10 ଦିନ ହେଲା ମୁଁ ଦେଖିନି, ମା ବାପା ଦେହ ଭଲ ନାହିଁ, ସେ ଯେଉଁଠି ଅଛି ତୁ ପଳେଇଆ।
ସେଦିନ ସେ କିଛି ଖାଇଥିଲା? ହଁ ଦିନ 2ଟା 2:30 ବେଳେ ଖାଇ ଆପଣଙ୍କ ପୁଅ ହଜିଛି, ମୁଁ ଆପଣଙ୍କୁ କ'ଣ ବା କହିବି, ମାନେ ମୁଁ ଯଦି ଆପଣଙ୍କ ଜାଗାକୁ ଯିବି ତାହେଲେ ତ ମୋ ଆଖିରେ ଲୁହ ଆସିଗଲାଣି, ହେଲା କି। ମୁଁ ଜାଣିଛି ବାପା ହବା କେତେ କଷ୍ଟ, ଆଉ ବାପା ହେଇକି ପିଲା ପାଇଁ କିଛି କରିବା, ତା ପାଇଁ ନିଜ ସ୍ୱପ୍ନକୁ ବିକିବା, ସେଇଟା ବି ବହୁତ କଷ୍ଟ ଅଛି। ନିଜ ପୁଅ ପାଇଁ କେତେ କଷ୍ଟ କରିଛନ୍ତି, ତା ପାଇଁ ତାକୁ ଟିକେ ଖାଲି ଜଣେଇ ଦିଅନ୍ତୁ ସେ ଧନ ପାଇଁ ଆପଣ କେତେ କଷ୍ଟ କରିଛନ୍ତି। ପୁଅରେ ତୁ ଯେଉଁଠି ଥା ଟିକେ ପଳେଇଆ, ମୁଁ ତୋତେ କେତେ ଭଲ ପାଏ। ତୁ ପଢ଼ିବା ପାଇଁ ମୁଁ ତୋତେ ଟ୍ୟୁସନକୁ ନେଇକି ଛାଡ଼ିବାକୁ ଯାଏ, କେତେ ଦିନ ହେଲା ମୁଁ ଛାଡ଼ି ପାରିଲିନି ବୋଲି ତୁ ଏଇଠି ସବୁ କାଣ୍ଡ କରିଦେଲୁ। ଜଣେ ଜଣେ ପିଲାଙ୍କର ବାପା ନଥାନ୍ତି, ମା ନଥାନ୍ତି, ସେମାନେ ନିଜର ବାପା ମାଆଙ୍କୁ ଖୋଜି ହୁଅନ୍ତି କି କାଶ ମୋର ବାପା ଥାନ୍ତେ, କାଶ ମୋର ମା ଥାନ୍ତେ, ନିଜ ମୁଣ୍ଡ ଉପରେ ଗୋଟେ ଛାତ ଥାନ୍ତା। ବାପା ମା ଥାଇକି ବି ଅନେକ ଜଣ ପୁଅ ବହୁତ କଷ୍ଟରେ ବଞ୍ଚିଛନ୍ତି ରେ ବାବା। ତୁ ଯଦି ଏ ଭିଡ଼ିଓ ଦେଖୁଛୁ ନା, ଯେଉଁଠି ବି ଦେଖୁଛୁ, ଏ ନମ୍ବରକୁ କଲ୍ କର, ନିଜ ବାପା ମାଆଙ୍କ ପାଖକୁ ଫେରିଆରେ ବାବା। ତୁ ତାଙ୍କର ଗୋଟିଏ ବୋଲି କୁଳନନ୍ଦନ ଥିଲୁ। ବାପା ମାଆଙ୍କର 2ଟା 3ଟା ସନ୍ତାନ ଥାଏ, ସେମାନେ ତୋରି ପାଇଁ ଗୋଟିଏ ଗେହ୍ଲା, ଏମିତି ଗେହ୍ଲା କରିଛନ୍ତି ତତେ, ତୁ ତାଙ୍କୁ ଛାଡ଼ିକି ପଳଉଛୁ ବାବା। କେମିତି ତୁ ଛାଡ଼ିକି ରହିପାରୁଛ? ଜଣେ ଜଣେ ବାପା ନିଜ ପୁଅକୁ ପାଳିବା ପାଇଁ ବହୁତ କଷ୍ଟ କରନ୍ତି। ମୁଁ ବାପା ହେଇନି, କିନ୍ତୁ ବହୁତ ଜଣ ବାପାଙ୍କ ଇଣ୍ଟରଭ୍ୟୁ ନେଇଛି। ବହୁତ ଜଣ ବାପା ଅନାଥ ଆଶ୍ରମରେ ଅଛନ୍ତି, ସେମାନଙ୍କୁ ତାଙ୍କ ପୁଅମାନେ ପଚାରୁନାହାନ୍ତି ରେ। ସେମାନେ ତାଙ୍କ ପୁଅ ପାଇଁ ବହୁତ କିଛି କରିଛନ୍ତି। ତୁ ତ ବାପା ମା ଛାଡ଼ି କେମିତି ଯାଇପାରୁଛୁ? ଫେରିଆରେ ଧନ, ମୁଁ ଫାର୍ଷ୍ଟ ଟାଇମ୍ ପାଇଁ ମାନେ ରିପୋର୍ଟିଂ କରିପାରୁନି, କାହିଁକି ନା ଏ କଷ୍ଟ ମୁଁ ଜାଣିଛି। ଧନ, ତୁ ଯଦି ସତରେ ଆଙ୍କୁ ଭଲ ପାଉଛୁ ନା, ତୁ ଯଦି ଚାହୁଁଛୁ କି ଏମାନେ ଟିକେ ଖାଇବା ପିଇବା କରନ୍ତୁ, ତାହେଲେ ତୁ ଫେରିଆ। ସାରା ଓଡ଼ିଶାବାସୀ ଆପଣଙ୍କୁ ଦେଖୁଛନ୍ତି, ଆପଣମାନେ 10 ଦିନ ହେଲାଣି ଆପଣଙ୍କ ପୁଅକୁ ପାଇନାହାନ୍ତି। ଇଏ କାନି ପତେଇ ମାଆଟିଏ ଆଜି ଭିକ ମାଗୁଛି ତା ପୁଅ ପାଇଁ ସାରା ଓଡ଼ିଶାବାସୀ ଆଗରେ। କ'ଣ କହିବେ ମ୍ୟାଡ଼ାମ୍ ଓଡ଼ିଶାବାସୀଙ୍କୁ? ଯିଏ ମୋ ପୁଅକୁ ଦେଖୁଥିବେ, ମୁଁ କାନି ପତେଇ ଭିକ ମାଗୁଛି, ମୋ ପୁଅକୁ ଯିଏ ଦେଖୁଥିବେ ଟିକେ ସହଯୋଗ କରନ୍ତୁ ଖୋଜିବାରେ। ଆଉ ଧୈର୍ଯ୍ୟ ନାହିଁ, ସାହସ ନାହିଁ, ମୁଁ କ'ଣ କରିବି ଜାଣିପାରୁନି। ମୋ ବାପରେ, ତୁ ବାଇରେ ଆ ଭାରି ମୋ କୋଳକୁ, ତତେ ମୁଁ ଡାକୁଛି, କିଛି କହିବିନି, ତୁ ମୋ ପାଖକୁ ଖାଲି ପଳେଇଆ। ଡେରି କଲା ବେଳକୁ ମୁଁ ମଲା ମୁହଁ ଦେଖିବୁ, ତୁ ପଳେଇଆ। ବାବାଙ୍କୁ ଫୋନ୍ କର, ନହେଲେ କୋଉଠି ଅଛୁ ଆମେ ତତେ ନେଇ ଆସିବୁ, କିଛି କହିବୁନି, ତୁ ଖାଲି ମୋ ପାଖକୁ ପଳେଇ ଆସେ। ପଳେଇଆରେ ଭାଇଆ। କେତେ ଗେଲ ହଉଥିଲୁ, କେତେ ଡାକୁଥିଲୁ, ମତେ 10 ଦିନ ହେଲା ମା କେହି ଡାକୁନାହାନ୍ତି। ତୁ ଆ ଭାରି, କ'ଣ ଖାଉଛୁ କ'ଣ ନାହିଁ, ତୋ ପାଇଁ ପଇସା ନାହିଁ, କିଛି ନାହିଁ, ତୁ ପଳେଇଆ ମୋ କତିକି, ତତେ ଭିକ ମାଗୁଛି ରେ ପୁଅ, ତୁ ମୋ କତିକି ପଳେଇଆ। କିଏ ଯଦି ଦେଖୁଛନ୍ତି ଆଜ୍ଞା, ଆମ ପୁଅକୁ ଖୋଜିବାରେ ଟିକେ ମତେ ସାହାଯ୍ୟ କରନ୍ତୁ। 10 ଦିନ ହେଲା ମୋ ପୁଅ ମୋ ପାଖରେ ନାହିଁ। କେତେ କଷ୍ଟ କରିଥିଲି ରେ ପୁଅ, ମୋ ପାଖରେ କେହି ନଥିଲେ ତତେ ବଢେଇବାରେ। ତୁ ଆ ଭାରି ମୋ ପାଖକୁ ବୋଲି